ବୋହୂକୁ ଶାଶୁଘର ଲୋକ ପୋଡ଼ିଦେବା ମାମଲା ପରିବାରର 5 ଜଣଙ୍କୁ ଗିରଫ କଲା ବିଞ୍ଝାରପୁର ପୋଲିସ। ଶାଶୁ ଶ୍ୱଶୁର ସ୍ୱାମୀ ଦିଅର ଏବଂ ନଣନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 3 ଦିନ ତଳେ ବୋହୂକୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏସ୍ଏଚ୍ଜି ଗ୍ରୁପ କିସ୍ତିକୁ ନେଇ ବୋହୂକୁ ପୋଡ଼ି ମାରି ଅନ୍ୟତ୍ର ଫିଙ୍ଗି ଦେଇଥିଲେ। ଏସ୍ଏଚ୍ଜି ଗ୍ରୁପ ଋଣ କିସ୍ତିକୁ ନେଇ ପରିବାର ଭିତରେ କଳହ ଲାଗି ରହିଥିଲା। ସ୍ୱାମୀ ଟଙ୍କା ପାଇଁ ଏକ ଲୁହା ରଡ୍ରେ ସ୍ତ୍ରୀକୁ ପିଟିଦେବା ପରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଘଟଣାକୁ ଚାପି ଦେଇ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଡିଜେଲ ଢାଳି ସ୍ୱାମୀ ଶ୍ୱଶୁର ଶାଶୁ ଦିଅର ଓ ଯା ମିଶି ପୋଡ଼ି ଦେଇଥିଲେ। ମୃତ ମହିଳାଙ୍କ ଭାଉଜ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଏହି ସଂଗଠିତ ହତ୍ୟାକାଣ୍ଡର ପ୍ରମାଣ ପାଇବା ପରେ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଯାଜପୁର ଏସ୍ପି ସୂଚନା ଦେଇଛନ୍ତି। ସୁନିତା ସାମଲ ଜଣେ ସ୍ତ୍ରୀ ଲୋକ ଯିଏକି ଆଜକୁ 15 ବର୍ଷ ବିବାହ କରିଥିଲେ। ତାଙ୍କ ବାପଘର ଯାଜକନିକା ଅଞ୍ଚଳରେ ସେ ସ୍ତ୍ରୀ ଲୋକ ତାଙ୍କ ପାରିବାରିକ ଆବଶ୍ୟକତା ନେଇକରି କିଛି ଫାଇନାନ୍ସ କମ୍ପାନୀରୁ ଲୋନ୍ ଆଣିଥିଲେ। ଗୋଟେ ଫାଇନାନ୍ସ 80,000 ଆଉ ଦୁଇଟା ଫାଇନାନ୍ସ 40,000 ଲୋନ୍ ଆଣିଥିଲେ, ଯୋଉଟା କି ତାଙ୍କ ଋଣ ପରିଶୋଧ କରିବା ପାଇଁ ସ୍ତ୍ରୀ ଲୋକ ତା ସ୍ୱାମୀ ଯେତେବେଳେ କହିଥିଲା, ତା ସ୍ୱାମୀ ସେ ପରିଶୋଧ କରିନପାରି ଉଭୟ ମଧ୍ୟରେ ପାଟିତୁଣ୍ଡ ଝଗଡ଼ାଟି ହେଇଥିଲା ଏବଂ ତା ସ୍ୱାମୀ ତାକୁ ମାରଧର କରିଥିଲା। ତା ସ୍ୱାମୀ ଗୋଟେ ଲୁହା ରଡ୍ ତା ମୁଣ୍ଡକୁ ପିଟିବାରୁ ତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ପରବର୍ତ୍ତୀ ସମୟରେ ତାର ଶାଶୁଘର ସମସ୍ତ ଲୋକ ଗୋଟେ ଯୋଜନାବଦ୍ଧ ଭାବରେ ତାକୁ ଘରର ପଛ ଆଡ଼କୁ ନେଇ ତାକୁ କିଛି ଡିଜେଲ ଢାଳିକି ତାକୁ ନିଆଁ ଲଗେଇଥିଲେ ଏବଂ ତାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ତା ବାପଘର ଲୋକ କହିଥିଲେ। ତଦନ୍ତ କଲା ପରେ ଜଣାପଡ଼ିଲା ଯେ ତାକୁ ଅନ୍ୟତ୍ର ମାରି ଦିଆଯାଇ ତାକୁ ପୋଡ଼ି ଦିଆହେଇଛି ଏବଂ ତାପରେ ତା ସ୍ୱାମୀ ସମେତ ଅନ୍ୟ ପରିବାର ବର୍ଗ ସମସ୍ତେ ଘଟଣାକୁ ନିଜେ ସ୍ୱୀକାର କଲେ ଏବଂ ଯୋଉ ଲୁହା ରଡ୍ରେ ସେମାନେ ତାକୁ ହତ୍ୟା କରିଥିଲେ ସେ ଲୁହା ରଡ୍ ମଧ୍ୟ ରିକଭର ଥିଲେ, ତାକୁ ମଧ୍ୟ ଜବତ କରାଯାଇଛି ଏବଂ ସମ୍ପୃକ୍ତ ସମସ୍ତ ଆସାମୀ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି।